ଆକ୍ସନ ମୋଡରେ କୋଣାର୍କ ପ୍ରଶାସନ କାଜୁ ଗୋଦାମରେ କୋଣାର୍କ ପୁଲିସର ବଡ଼ ଚଢ଼ାଉ। ତେବେ କୋଣାର୍କ କାଜୁର ପେଣ୍ଠସ୍ଥଳୀ ହୋଇଥିବା ବେଳେ କୋଣାର୍କ ବୁଲିବାକୁ ଆସିଲେ କାଜୁ କିଣି ନେଇଥାନ୍ତି ପର୍ଯ୍ୟଟକ। କିନ୍ତୁ ଏହାର ସୁଯୋଗ ନେଇ ପର୍ଯ୍ୟଟକଙ୍କୁ ଠକି ଚାଲିଥିଲେ କିଛି ଅସାଧୁ କାଜୁ ବ୍ୟବସାୟୀ। 1 କିଲୋ କାଜୁ ପ୍ୟାକେଟ ଭିତରେ ପୋକା କାଜୁ ଓ ନକଳ ଦାନା ରଖି ବିକୁଥିବାର ରେଡ୍ ହ୍ୟାଣ୍ଡ ଧରିଥିଲେ କୋଣାର୍କ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକ। ଆଉ ରେଡ୍ ହ୍ୟାଣ୍ଡ ଧରିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହିତ ମୁଣ୍ଡରେ ହାତ ଦେଇ ବସିଥିଲେ ପର୍ଯ୍ୟଟକ। ଏମିତିକି ପୁରା ରାଜ୍ୟରେ ପାଲଟି ଯାଇଥିଲା ସବୁଠୁ ବଡ଼ ଚର୍ଚ୍ଚିତ ଖବର। ଆଉ ଅସାଧୁ କାଜୁ ବ୍ୟବସାୟୀମାନଙ୍କର ଏଭଳି ଠକାମିକୁ ନେଇ ଏବେ ଆକ୍ସନ ମୋଡରେ କୋଣାର୍କ ପ୍ରଶାସନ। ଅସାଧୁ କାଜୁ ବ୍ୟବସାୟୀଙ୍କୁ ଧରିବା ପାଇଁ କାଜୁ ଗୋଦାମରେ ଚଢ଼ାଉ କରିଛି କୋଣାର୍କ ପୁଲିସ। ତେବେ ଏହି ଚଢ଼ାଉ ପୁରୀ ଏସ୍ପି ପ୍ରତୀକ ସିଂଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଜୁ ସହିତ ନକଲ ଦାନାକୁ ଜବତ କରିଛି କୋଣାର୍କ ପୁଲିସ। এইটা আমি আমার আগুরি বি চালিଥିଲା চଢ଼ଉ এসপি ସାର୍ ସବୁବେଳେ କହୁଥିଲେ ଯେ ତାକୁ ଦେଖ ବୋଲି। ଆଉ ପୁରୀ ଏସପି ସାର୍ଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିଥିଲା ଇଏ ଆମେ ଚେଷ୍ଟାରେ ଥିଲୁ। ପରଦିନ ବି ଗୋଟେ ଜଣକୁ ଆମେ ଧରିକିରି କେସ୍ କରିଛୁ। ଆଉ ଆଜି ବି 2 ଜଣକୁ ଧରିଛୁ। ଆଉ ସେଠୁ ସିଲିଂ ମେସିନ୍ ଆଉ ଯେଉଁ ପ୍ୟାକିଂ କରିବା ପାଇଁ ଜରି ଯେଉଁଥିରେ କି FSSAI ଲେଖା ହେଇଛି, ଗୋଟେ ଲୋକକୁ ଠକି ହେବ ଯେ ଏଟା FSSAI ମାର୍କ ନଥାଇକିରି ବି ମାର୍କିଂ କରିକିରି ସେମାନେ ପ୍ୟାକିଂ କରିକିରି ବିକୁଥିଲେ ଅଧିକ ଦାମରେ। ତ ସିଲିଂ ମେସିନ୍ ଜରି ଏବଂ ଭଲ କାଜୁ କିଛି ଖରାପ କାଜୁ ବି କିଛି ମାନେ ଆଉ ଗୋଟେ ଚଢ଼େଇଖିଆ ଦାନା ଏସବୁ ସେ ଦୋକାନରୁ ସିଜ୍ ହେଇଛି। ତଦନ୍ତ ଚାଲୁଛି ଅନୁସାରେ ଆମେ ଆକ୍ସନ୍ ଆଗାମୀ ଦିନରେ ଚଢ଼ଉ ସବୁବେଳେ ଜାରି ରହିବ, ଯେମିତିକି ପର୍ଯ୍ୟଟକ ଏବଂ କଷ୍ଟମର ମାନେ ଲୋକାଲ ଯେଉଁମାନେ ବି କିଣୁଛନ୍ତି ଠକେଇରେ ଶିକାର ନ ହେବେ। ଏବେ 2 ଜଣ ଅଛନ୍ତି ଆମର 2ଟା। କୋଣାର୍କରୁ ସନ୍ତୋଷ ଦାସଙ୍କ ରିପୋର୍ଟ, ସୂଚନା ମିଡ଼ିଆ।